जय श्रीराम। आज आमे एक माने एमिति यात्रारे बाहरिबा जहा आमकु नेइजिब सीधा गोस्वामी तुलसीदासंकर अमर सृष्टि श्री रामचरित मानसर गभीरता भितरकू। आज आमे कथा हेबा बालकांडर एक बहुत विशेष अंश विषय। हाँ, ଯେଉଁଠି ପବିତ୍ର ସରଜୁ ନଦୀ। हाँ, सरजू नदी अयोध्यापुरीर से अलौकिक महिमा और स्वयं रामचरित मानस ग्रंथर जो अपार महत्व से विषय। ଆଉ ଦେଖନ୍ତୁ, ଆମର ଏ ଆଲୋଚନାର ଉଦ୍ଦେଶ୍ୟ ତ କେବଳ ପଦଗୁଡ଼ିକର ଶବ୍ଦାର୍ଥ ବୁଝିବା ନୁହେଁ। ना ना ताठू बेसी किछे। ହଁ, ତା ପଛରେ ଯୋଉ ଗଭୀର ଆଧ୍ୟାତ୍ମିକ କଥା ଅଛି, ଯୋଉ ଭାବ ଅଛି, ସେ ସମୟର ପରିବେଶ, ଏସବୁ କେମିତି ଜଣେ ପାଠକ ବା ଶ୍ରୋତାକୁ ପ୍ରଭାବିତ କରେ, ତାକୁ ଅନୁଭବ କରିବା। ठीक माने गुडे चेष्टा करिबा एई पद भितरे थिबा शक्ति को टिके खोलिबा पाई। एकदम। हाँ, एमिति भावंतु जेमिति शब्द देई से पवित्र भूमि और ग्रंथर महिमा को टिके छुईबा को चेष्टा करिबा। तेणु पूरा आलोचनाटा शेष पर्यंत शुणिबा को अनुरोध। ହଁ, ସେଥିରେ ହିଁ ପୁରା ଭାବଟା ମିଳିବା। आउ जदि एमिति आध्यात्मिक और ज्ञान देला भली आलोचना आपनकु भल लागुछि तबे आम चैनल को निश्चय सब्सक्राइब करंतु। सेइटा हमकु आहुरी आगकु जिबाकु प्रेरणा देबो। ହଁ, ନିଶ୍ଚୟ। ताहेले चलंतु आरंभ करिबा। आजिर यात्रा आरंभ हेउछि दोहा संख्या 34 रु। मो प्रथमे पढ़ी दउछि। मज्जहि सज्जन वृंद बहुपावन सरजुनीर जपहि राम धरि ध्यान उर सुंदर श्याम शरीर। एई दी पदरे माने गोस्वामी जी गोटे बहुत सुंदर चित्र आंकिछंती। कहुछंती बहुत साधु सन्थ भल लोक से माने पवित्र सरजु पानी रे बुड़ पकाउछंती। किंतु खाली शरीरर स्नान नुहे, से माने हृदय रे भगवान रामंकर से सुंदर श्यामल रूप को ध्यान करिके तांको ना जपुछंती। एइटा कोन खाली गोटे वर्णनदा ना एहा भितरे आउ किछि गभीर कथा अछि? ନାଇଁ ନାଇଁ, ନିଶ୍ଚିତ ଭାବରେ ଏଥିରେ ଗଭୀର କଥା ଅଛି। ଦେଖନ୍ତୁ, ତୁଳସୀଦାସ ଏଠି କେବଳ ଗୋଟେ ଫଟୋ ଦେଖାଉ ନାହାନ୍ତି, ସେ ଗୋଟେ ଆଧ୍ୟାତ୍ମିକ ମାହୋଲ ତିଆରି କରୁଛନ୍ତି। ସରଜୁରେ ସ୍ନାନ କରିବାଟା ହଉଛି ବାହାରର ଶୁଦ୍ଧି, ଠିକ ଅଛି? हाँ, କିନ୍ତୁ ଅସଲ ଶୁଦ୍ଧି କୋଉଠୁ ଆସୁଛି? ଭିତରୁ, ହୃଦୟରେ ରାମଙ୍କୁ ଧରିବା ଆଉ ତାଙ୍କ ନାଁ ଜପିବା। ମାନେ ବାହାର କାମ ସାଙ୍ଗରେ ଭିତରର ଭାବନା ଆଉ ଧ୍ୟାନ, ଏ ଦିଟା ମିଶିଲେ ଯାଇ ପ୍ରକୃତ ସାଧନା ହୁଏ। अच्छा। ଆଉ ଏଇଟା ବୁଝିଲେ ଆଗକୁ ଯୋଉ ଚୌପାଇ ସବୁ ଆସିବ ତା ପାଇଁ ଗୋଟେ ଭୂମିକା ଭଳି ତିଆରି କରୁଛି। ସେଠି ସରଜୁ ଆଉ ଅଯୋଧ୍ୟାର ମହିମା ଆହୁରି ବଢ଼େଇକି କୁହାଯିବ। वाह, बहुत सुंदर भावरे जोड़िले आपण। ताहेले आसंतु सेई चौपाई गुड़िकु देखिबा। प्रथमटा सरजू नदीर महात्म्य विषय कहूछि ना? ହଁ, ପ୍ରଥମ ଚୌପାଇଟି ହେଲା ଦରସ ପରସ ମଜ୍ଜନ ଅରୁପାନା ହରଇ ପାପ କହଉ ବେଦ ପୁରାଣା ନଦୀ ପୁନୀତ ଅମିତ ମହିମା ଅତି କହି ନ ସକଇ ଶାରଦ ବିମଲମତି। ଏଠି ଦେଖନ୍ତୁ, ସରଜୁ ନଦୀର ଶକ୍ତି କେତେ ସ୍ପଷ୍ଟ ଭାବରେ କୁହାଯାଇଛି। ବେଦ ପୁରାଣ ସବୁ କହୁଛନ୍ତି ଯେ ଏଇ ନଦୀର ଖାଲି ଦର୍ଶନ କଲେ ବା ଛୁଇଁଲେ ବା ସେଥିରେ ଗାଧୋଇଲେ ମଜ୍ଜନ କିମ୍ବା ତା ପାଣି ପିଇଲେ ବି हाँ, ଏତକ କଲେ ହିଁ ମଣିଷର ସବୁ ପାପ ନାଶ ହୋଇଯାଏ। କିନ୍ତୁ କଥା ସେତିକିରେ ସରୁନି। ଏଇ ନଦୀ ଏତେ ପବିତ୍ର, ପୁନୀତ ଆଉ ତାର ମହିମା ଏତେ ଅସୀମ ଅମିତ ଯେ ସ୍ୱୟଂ ମାତା ସରସ୍ୱତୀ ଶାରଦା, ଯାହାଙ୍କର ବୁଦ୍ଧି ପୁରା ନିର୍ମଳ ବୋଲି କୁହାଯାଏ, ସେ ବି ପୁରା ବର୍ଣ୍ଣନା କରିପାରିବା ନାହିଁ। ए कौन कहउछंती? एहा तो अविश्वसनीय। साधारणतः आमे जाणु सरस्वती हेउछंती ज्ञान आउ कथार देवी, से सबु कहि पारंती। किंतु एठी कुहा जाउछि सरजूर महिमा तांको कहिबा बाहारे। एइटा कोन देखाउछि? माने सरजूर महिमा कोन खाली गोटे नदीर महिमा नुहे, किछि अधिक? ହଁ, ଏଇଟା ଗୋଟେ ଭଲ କଥା ପଚାରିଲେ। ମୋତେ ଲାଗୁଛି ଏଠି ଦିଟା କଥା ଅଛି। ଗୋଟେ ହେଲା ସରଜୁର ପବିତ୍ରତା ଖାଲି ପାଣିର ପବିତ୍ରତା ନୁହେଁ, ଏହା ଗୋଟେ ଦିବ୍ୟ ସ୍ତରର, ଯାହା ମଣିଷର ବୁଦ୍ଧି ବା କହିବା ଶକ୍ତି ବାହାରେ। अच्छा, ଆଉ ଦ୍ୱିତୀୟ କଥା, ବୋଧହୁଏ ଏଇଟା ସରଜୁର ସମ୍ପର୍କ ସିଧା ଭଗବାନ ରାମଙ୍କ ସାଙ୍ଗରେ ଥିବାରୁ, କାରଣ ଏଇଟା ତ ଅଯୋଧ୍ୟାର ନଦୀ ନା, ରାମଙ୍କର ଲୀଳାଭୂମିର ନଦୀ। हाँ ठीक। ତେଣୁ ତାର ମହିମା ଖାଲି ନଦୀର ନୁହେଁ, ବରଂ ରାମଙ୍କ ସହ ଯୋଡ଼ି ହେବା ପରେ ଏତେ ଅମାପ ହୋଇଯାଇଛି। ଏଇଟା ସେଇ ସ୍ଥାନର ମହିମାକୁ ବି ଦେଖାଉଛି, ଯାହା ଆମେ ପର ଚୌପାଇରେ ଦେଖିବା। ओहो, माने नदी आउ स्थान दीटा जाकर महिमा मिसिके रहिछि। एइटा बुझिबा परे चालंतु द्वितीय चौपाई को जिबा। एइटा अयोध्यापुरी विषय कहूछि। राम धाम दा पुरी सुहावनी
ଲୋକ ସମସ୍ତ ବିଦିତ ଅତି ପାବନି। ଚାରିଖାନି ଜଗଜୀବ ଅପାରା ଅବଧ ତଜେ ତନୁ ନେହି ସଂସାରା। ଏଠି ଦେଖନ୍ତୁ ଅଯୋଧ୍ୟାକୁ କୁହାଯାଇଛି ରାମଧାମଦା, ମାନେ ଶ୍ରୀରାମଙ୍କର ପରମ ଧାମ ଦେଉଥିବା ପୁରୀ। ଏଇଟା ବହୁତ ସୁନ୍ଦର, ସୁହାବନୀ ଆଉ ସବୁ ଲୋକରେ ମାନେ ସବୁ ଯୁଗରେ ଏହା ଅତି ପବିତ୍ର ବୋଲି ଜଣାଶୁଣା। କିନ୍ତୁ ସବୁଠୁ ବଡ଼ କଥା ଅଛି ଶେଷ ଦିଧାଡ଼େ। ଏ ଦୁନିଆରେ ଚାରି ପ୍ରକାରର ଚାରିଖାନି କେତେ ଯେ ଜୀବ ଅଛନ୍ତି। ହଁ, ଅସଂଖ୍ୟ। କିନ୍ତୁ ଯିଏ ଅଯୋଧ୍ୟାରେ ଅବଧରେ ଶରୀର ଛାଡ଼େ ତାକୁ ଆଉ ଏ ସଂସାରକୁ ଫେରିବାକୁ ପଡ଼େନି। ଏ ଚାରିଖାନି କ'ଣ ଜିନିଷ ଆଉ ଅଯୋଧ୍ୟାର ଏ ଯେଉଁ ମୁକ୍ତି ଦେବା ଶକ୍ତି, ଏଟା କେତେ ମହତ୍ତ୍ୱପୂର୍ଣ୍ଣ। ହଁ, ଏ ଚାରିଖାନି ବିଷୟରେ ଟିକେ ସ୍ପଷ୍ଟ କରିଦେବା ଦରକାର। ଶାସ୍ତ୍ରରେ କୁହାଯାଇଛି ଜୀବମାନେ ଚାରି ପ୍ରକାରରେ ଜନ୍ମ ହୁଅନ୍ତି। ଜରାୟୁଜ, ଯେଉଁମାନେ ମା ପେଟରୁ ଜନ୍ମ ହୁଅନ୍ତି, ଯେମିତି ମଣିଷ, ପଶୁ। ହଁ, ଅଣ୍ଡା, ଯେଉଁମାନେ ଅଣ୍ଡାରୁ ବାହାରନ୍ତି, ଯେମିତି ପକ୍ଷୀ, ସାପ। ସ୍ୱେଦଜ, ଯେଉଁମାନେ ଝାଳ ବା ଓଦାଳିଆ ଜଗାରୁ ଜନ୍ମ ହୁଅନ୍ତି, ଯେମିତି କୀଟପତଙ୍ଗ, ପୋକ। ଆଉ ଉଦ୍ଭିଜ, ଯେଉଁମାନେ ମାଟି ଫଟାଇ ବାହାରନ୍ତି, ଯେମିତି ଗଛଲତା। ଆଚ୍ଛା, ଏଇ ଚାରି ପ୍ରକାର। ହଁ, ତୁଳସୀଦାସ କହୁଛନ୍ତି ଏହି ଚାରି ଶ୍ରେଣୀର ଯେକୌଣସି ଜୀବ ହେଉ ପଛେ, ଯଦି ସେ ଅଯୋଧ୍ୟାରେ ଦେହ ଛାଡ଼ିଲା, ତାର ଆଉ ପୁନର୍ଜନ୍ମ ନାହିଁ, ସେ ମୋକ୍ଷ ପାଇବ। ବାଃ! ଏଇଟା ଦେଖନ୍ତୁ, ଆମ ଭାରତୀୟ ପରମ୍ପରାରେ ଯେଉଁ ପବିତ୍ର ନଗରୀ ବା ପୁରୀମାନଙ୍କର ମହତ୍ତ୍ୱ ଅଛି ତାକୁ ଦେଖାଉଛି। ସପ୍ତପୁରୀ ଭିତରୁ ଅଯୋଧ୍ୟା ଗୋଟେ। କିନ୍ତୁ ତୁଳସୀଦାସ ଏଠି ଅଯୋଧ୍ୟାକୁ ସବୁଠୁ ଉପରେ ରଖୁଛନ୍ତି, କାରଣ ଏଇଟା ହେଉଛି ରାମଙ୍କ ଜନ୍ମଭୂମି। ଏଇଟା ଖାଲି ଗୋଟେ ଜାଗା ନୁହେଁ, ଏହା ଏକ ଶକ୍ତିକ୍ଷେତ୍ର। ଏଠି ମୃତ୍ୟୁ ବି ମୁକ୍ତିର ବାଟ ହେଇଯାଏ। ଏଇଟା ହେଉଛି ଭଗବାନଙ୍କ ପାଖରେ ରହିବାର ପ୍ରଭାବ। ବୁଝିଲି। ମାନେ ସ୍ଥାନର ବି ନିଜର ଗୋଟେ ଚେତନା, ଗୋଟେ ଶକ୍ତି ଅଛି, ଯାହା ଜୀବର ଶେଷ ଗତିକୁ ବଦଳେଇ ଦେଇପାରେ। ବଢ଼ିଆ। ଏହାପରେ ତୃତୀୟ ଚୌପାଇ ଆସୁଛି। ଏଇଟା ପୁରୀ ଆଉ ସେଠି ଆରମ୍ଭ ହୋଇଥିବା କଥା, ଦୁଇଟା ଯାକର ମହିମା କହୁଛି। ହଁ, ଠିକ୍ କହିଲେ। ତୃତୀୟ ଚୌପାଇଟି ହେଲା ସବ ବିଧି ପୁରୀ ମନୋହର ଜାନି, ସକଲ ସିଦ୍ଧି ପ୍ରଦ ମଙ୍ଗଲ ଖାନି। ବିମଲ କଥା କରକୀନ ଆରମ୍ଭା, ସୁନତନ ସାହି କାମ ମଦ ଦମ୍ଭା। ଏଠି ଅଯୋଧ୍ୟାକୁ ପୁଣି ଥରେ ସବୁ ପ୍ରକାରେ ମନୋହର କୁହାଗଲା। ଖାଲି ସୁନ୍ଦର ନୁହେଁ, ଏଇଟା ସବୁ ସିଦ୍ଧି ଦିଏ ଆଉ ସବୁ ମଙ୍ଗଳର ଉତ୍ସ, ମାନେ ଗୋଟେ ଖାଣି ଭଳି। କିନ୍ତୁ ଦ୍ୱିତୀୟ ଲାଇନଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇ ପବିତ୍ର ପୁରୀରେ ହିଁ ଏଇ ବିମଲ କଥା, ମାନେ ନିର୍ମଳ ରାମ କଥା ଆରମ୍ଭ କରାଯାଇଛି। ଆଉ ଏ କଥାର ପ୍ରଭାବ କ'ଣ? ଖାଲି ଶୁଣିଲେ ହିଁ ମଣିଷ ଭିତରର କାମ, ମାନେ ଅତ୍ୟଧିକ ବାସନା, ମଦ, ମାନେ ଅହଙ୍କାର, ଆଉ ଦମ୍ଭ, ମାନେ ଦେଖେଇ ହେବା, ପାଖଣ୍ଡ, ଏସବୁ ନାଶ ହେଇଯାଏ। ଏଠି ଗୋଟେ କଥା ଦେଖିବାକୁ ମିଳୁଛି। ପ୍ରଥମେ ସରଜୁ ନଦୀର ପବିତ୍ରତା, ତାପରେ ଅଯୋଧ୍ୟା ପୁରୀର ମୁକ୍ତି ଦେବା ଶକ୍ତି, ଆଉ ଏବେ ସେଇ ଜାଗାରେ ଆରମ୍ଭ ହୋଇଥିବା କଥାରୁ ପବିତ୍ର କରିଦେବା ପ୍ରଭାବ। ଏଟା କ'ଣ ଗୋଟେ କ୍ରମରେ ଯାଉଛି? ମାନେ ସ୍ଥାନରୁ କଥା ପର୍ଯ୍ୟନ୍ତ ଗୋଟେ ଯାତ୍ରା ଭଳି। ଆପଣ ବହୁତ ଭଲ ଭାବେ ଧରିଛନ୍ତି, ଏକଦମ। ଏଇଟା ଗୋଟେ ପ୍ରକାର ଆରୋହଣ କ୍ରମ, ମାନେ ଉପରକୁ ଉଠିବା ଭଳି। ତୁଳସୀଦାସ ଧୀରେ ଧୀରେ ପାଠକଙ୍କୁ ବାହ୍ୟ ପବିତ୍ରତାରୁ ସରଜୁ ସ୍ନାନ ନେଇ ଆଧ୍ୟାତ୍ମିକ ମୁକ୍ତି, ଅଯୋଧ୍ୟାରେ ମୃତ୍ୟୁ, ଆଉ ଶେଷରେ ଭିତରର ଶୁଦ୍ଧି କଥା ଶୁଣି ଦୋଷ ନାଶ ଆଡ଼କୁ ନେଉଛନ୍ତି। ଆଚ୍ଛା। ସେ ବୁଝେଇବାକୁ ଚାହୁଁଛନ୍ତି ଯେ ସ୍ଥାନ ଯେତିକି ଗୁରୁତ୍ୱପୂର୍ଣ୍ଣ, ସେଠି ଜନ୍ମ ହୋଇଥିବା ଭଗବାନଙ୍କ କଥା ବା ଚରିତ୍ର ବି ସେତିକି ଶକ୍ତିଶାଳୀ, ବରଂ ତାଠୁ ଅଧିକ ବି ହୋଇପାରେ। କାରଣ କଥା ତ ଖାଲି ଅଯୋଧ୍ୟାର ଲୋକଙ୍କୁ ନୁହେଁ, ଦୁନିଆର ଯେକୌଣସି ଜାଗାରେ ଥିବା ଲୋକଙ୍କୁ ବି ଶୁଦ୍ଧ କରିପାରିବ, ଯଦି ସେମାନେ ଶ୍ରଦ୍ଧାରେ ଶୁଣିବେ। ବାସ୍ତବିକ କଥାର ଶକ୍ତି ତ କୌଣସି ସୀମା ନାହିଁ। ତାହେଲେ ଏଇ ବିମଳ କଥାର ନାଁ କ'ଣ? ଚତୁର୍ଥ ଚୌପାଇ ସେ କଥା କହୁଛି। ରାମଚରିତମାନସ ଏହି ନାମା, ସୁନତ ଶ୍ରବଣ ପଇୟୋ ବିଶ୍ରାମା, ମନ କରି ବିଷୟ ଅନଲ ବନ ଜରଇ, ହୋଇ ସୁଖୀ ଯେଉଁ ଏହିଂସର ପରଇ। ଏଠି ସ୍ପଷ୍ଟ ନାଁ ଦିଆଯାଇଛି ରାମଚରିତମାନସ। ଏହାକୁ କାନରେ ଶୁଣିବା ମାତ୍ରେ ହିଁ ପରମ ଶାନ୍ତି, ମାନେ ବିଶ୍ରାମ ମିଳେ। ଆଉ ତାପରେ ଗୋଟେ ବହୁତ ସୁନ୍ଦର ଉପମା ଦିଆଯାଇଛି। କୁହାଯାଉଛି ଯୋଉ ମନଟା ସଂସାରର ବିଷୟ ବାସନା ରୂପକ ନିଆଁରେ ଗୋଟେ ଜଙ୍ଗଲ ଭଳି ଜଳୁଛି, ହଁ, ଜଳୁଛି। ସେଇ ମନଟା ଯଦି ଏଇ ସରୋବରରେ ଏଇ ରାମଚରିତମାନସ ରୂପକ ସରୋବରରେ ଯଦି ପଶିଯାଏ ବା ବୁଡ଼ ପକାଏ, ତାହେଲେ ସେ ସୁଖୀ ହୋଇଯାଏ।
ଏଠି ଏ ମାନସ ଶବ୍ଦର ବ୍ୟବହାର ଆଉ ସରୋବର ସହିତ ତୁଳନା ଏ ବିଷୟରେ ଆପଣ କ'ଣ କହିବେ? ଏଟା ଗୋଟେ ଅଦ୍ଭୁତ କଥା ଆଉ ବହୁତ ଗଭୀର ଦର୍ଶନ ଏଥିରେ ଅଛି। ମାନସ ଶବ୍ଦର ଦେଖନ୍ତୁ ଏକାଠି ଦି ତିନିଟା ଅର୍ଥ ଅଛି। ଗୋଟେ ତ ହେଲା ମନ, ହଁ, ଆଉ ଗୋଟେ ଅର୍ଥ ହେଉଛି ହିମାଳୟରେ ଥିବା ପବିତ୍ର ମାନସରୋବର। ତୁଳସୀଦାସ ଏଠି ଏଇ ଦିଟା ଅର୍ଥକୁ ଏତେ ଚମତ୍କାର ଭାବେ ବ୍ୟବହାର କରିଛନ୍ତି। ସେ କହୁଛନ୍ତି ଏଇ ଗ୍ରନ୍ଥଟା ହେଉଛି ରାମଚରିତ ରୂପକ ଏକ ମାନସ, ମାନେ ଗୋଟେ ମାନସରୋବର। ଆଚ୍ଛା, ଯେମିତି ଖରାଦିନେ ତାତିରେ ଜଡ଼ୁଥିବା ଲୋକ ମାନସରୋବରର ଥଣ୍ଡା ପାଣିରେ ବୁଡ଼ି ଶାନ୍ତି ପାଏ, ଠିକ୍ ସେମିତି ସଂସାରର ବିଷୟ ବାସନା ନିଆଁରେ ଜଳୁଥିବା ମନ ଏଠି ମାନସର ପ୍ରଥମ ଅର୍ଥ ଏହି ରାମଚରିତ ରୂପକ ମାନସରୋବରରେ ବୁଡ଼ି ଶାନ୍ତି ଆଉ ସୁଖ ପାଏ। ବା, ଏଇଟା ଖାଲି ଶୁଣିବାରେ ମିଳୁଥିବା ଆରାମ ନୁହେଁ, ଏହା ମନର ଗଭୀର ଦୁଃଖକୁ ଦୂର କରିବାର ଗୋଟେ ପ୍ରକ୍ରିୟା। ବୁଝିଲେ? କେତେ ସୁନ୍ଦର ଆଉ କେତେ ଅର୍ଥପୂର୍ଣ୍ଣ ତୁଳନା। ଏଇଟା ତ ଗ୍ରନ୍ଥର ନାଁକୁ ବି ପୂରାପୂରି ଯଥାର୍ଥ କରୁଛି। ଏହାପରେ ପଞ୍ଚମ ଆଉ ଷଷ୍ଠ ଚଉପାଇ, ଏ ଦିଟା ଏଇ ମାନସର ଦିବ୍ୟ ଉତ୍ପତ୍ତି ବିଷୟରେ କହୁଛି। ହଁ, ଏ ଦିଟା ଚୌପାଇକୁ ଏକାଠି ପଢ଼ିବା ଦରକାର, କାରଣ ଏମାନେ ପରସ୍ପର ସହ ବହୁତ ଜୋରରେ ଯୋଡ଼ି ହେଇ ରହିଛନ୍ତି। ରାମଚରିତ ମାନସ ମୁନି ଭାବନ, ବିରଚେଉ ଶମ୍ଭୁ ସୁହାବନ ପାବନ, ତ୍ରିବିଧ ଦୋଷ ଦୁଃଖ ଦାରି ଦାବନ, କଲି କୁଚାଲି କୁଲି କୁଲୁଷ ନସାବନ, ରଚି महेश निज मानस राखा, पाए सुसमो सिवासन भाषा, तातेंग रामचरित मानस वर, धरेउ नाम हिय हिरी हरषि हर। ଏଠି ଗୋଟେ ଆଶ୍ଚର୍ଯ୍ୟ କଲା ଭଳି କଥା ସାମ୍ନାକୁ ଆସୁଛି। ଏଇ ରାମଚରିତ ମାନସ, ଯାହା ମୁନି ଋଷିମାନଙ୍କୁ ଏତେ ଭଲ ଲାଗେ, ମୁନି ଭାବନ, ଏହାକୁ କିଏ ରଚନା କରିଛନ୍ତି ଜାଣନ୍ତି? ସ୍ୱୟଂ ଭଗବାନ ଶିବ। ଶିବ? ହଁ, ଶମ୍ଭୁ ମହେଶ ହର ସବୁ ନାଁ ଏଠି ବ୍ୟବହାର ହେଇଛି। ସେ ନିଜେ ଏହାକୁ ରଚନା କରିଛନ୍ତି। ଆଉ ଏଇଟା ଖାଲି ସୁନ୍ଦର ସୁହାବନ ନୁହେଁ, ପରମ ପବିତ୍ର ପାବନ ବି। ଏହାର ଶକ୍ତି କ'ଣ? ଏଇଟା ତିନି ପ୍ରକାର ଦୋଷ, ଆଦି ଦୈବିକ ମାନେ ଦେବତା ବା ପ୍ରକୃତି ଦ୍ୱାରା ହେଉଥିବା କଷ୍ଟ, ଆଦି ଭୌତିକ ଅନ୍ୟ ଜୀବଙ୍କ ଦ୍ୱାରା, ଆଉ ଆଧ୍ୟାତ୍ମିକ ନିଜ ଶରୀର ବା ମନରୁ ସବୁ ପ୍ରକାର ଦୁଃଖ ଆଉ ଦାରିଦ୍ର୍ୟକୁ ଜଳେଇ ଦିଏ। ଦାବନ। ଏହା କଳିଯୁଗର ସବୁ ଖରାପ ଚାଲିଚଳଣି, କୁଚାଳି, ଖରାପ କାମ, କୁକର୍ମ ଆଉ ସବୁ ପାପକୁ ନାଶ କରେ। ବାପରେ। ଆଉ ସବୁଠୁ ବଡ଼ କଥା ହେଲା ତାର ଉତ୍ପତ୍ତି। ଭଗବାନ ଶିବ ଏହାକୁ ରଚନା କରି ପ୍ରଥମେ ନିଜ ମନରେ, ନିଜ ମାନସରେ ହିଁ ରଖିଥିଲେ। ଦେଖିଲେ ପୁଣି ସେ ମାନସ ଶବ୍ଦ। ହଁ, ହଁ। ତାପରେ ଠିକ୍ ସମୟ ଦେଖି ସେ ଏହାକୁ ମାତା ପାର୍ବତୀଙ୍କୁ ଶିବାଙ୍କ କହିଲେ। ଆଉ ଯେହେତୁ ଏଇ ଶ୍ରେଷ୍ଠ ବର ରାମଚରିତଟା ସ୍ୱୟଂ ଶିବଙ୍କ ମାନସରୁ ବାହାରିଥିଲା, ଭଗବାନ ଶଙ୍କର ନିଜ ହୃଦୟକୁ ଦେଖି ହିଁଅ ହେରି ବହୁତ ଖୁସି ହୋଇ ଏହାର ନାଁ ରାମଚରିତ ମାନସ ରଖିଲେ। ବାଃ, ଏଇଟା ଶୁଣିଲା ପରେ ତ ଗ୍ରନ୍ଥଟାକୁ ଦେଖିବାର ନଜର ପୁରା ବଦଳିଗଲା। ଏଇଟା ଖାଲି ତୁଳସୀଦାସଙ୍କର ଲେଖା ନୁହେଁ, ଏହାର ମୂଳ ଉତ୍ସ ତ ସ୍ୱୟଂ ଭଗବାନ ଶିବ ଆଉ ଏକ ଶୈବ ଦେବତା ଗୋଟେ ବୈଷ୍ଣବ ଚରିତ ରଚନା କରୁଛନ୍ତି। ଏଥିରେ କ'ଣ କିଛି ସାମ୍ପ୍ରଦାୟିକ ଏକତାର ସଂକେତ ଅଛି? ନିଶ୍ଚିତ ଭାବରେ ଅଛି। ଏଇଟା ଆମ ଭାରତୀୟ ସଂସ୍କୃତିର ଗୋଟେ ବହୁତ ବଡ଼ କଥାକୁ ଦେଖାଉଛି, ଯାହାକୁ କହନ୍ତି ହରିହର ଅଭେଦତା। ମାନେ ଶିବ ଆଉ ବିଷ୍ଣୁଙ୍କ ଭିତରେ ପ୍ରକୃତରେ କୌଣସି ଭେଦ ନାହିଁ। ଶୈବ ଆଉ ବୈଷ୍ଣବ ପରମ୍ପରା ଭିତରେ କିଛି ମୂଳ ବିରୋଧ ନାହିଁ, ବରଂ ସେମାନେ ପରସ୍ପରକୁ ପୂରା କରନ୍ତି। ଭଗବାନ ଶିବ ହେଉଛନ୍ତି ରାମଙ୍କର ସବୁଠୁ ବଡ଼ ଭକ୍ତ, ଆଉ ରାମ ବି ଶିବଙ୍କୁ ପୂଜା କରନ୍ତି। ତୁଳସୀଦାସ ଏଇ ମହାନ ସତ୍ୟଟାକୁ ରାମଚରିତ ମାନସର ଉତ୍ପତ୍ତି କାହାଣୀ ଭିତରେ ସ୍ଥାପନା କରିଦେଇଛନ୍ତି। ଏଇଟା ଗ୍ରନ୍ଥର ସାର୍ବଜନୀନତାକୁ, ମାନେ ସମସ୍ତଙ୍କ ପାଇଁ ଗ୍ରହଣୀୟତାକୁ ଆହୁରି ବଢ଼େଇ ଦେଉଛି। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା। ଏତେ ମହିମାମୟ ଆଉ ଦିବ୍ୟ ଉତ୍ପତ୍ତି ଥିବା ଗ୍ରନ୍ଥକୁ ଶୁଣିବା ପାଇଁ ଗୋଟେ ଆହ୍ୱାନ ଦେଇ ଏ ପ୍ରସଙ୍ଗ ଶେଷ ହେଉଛି। ସପ୍ତମ ଚୌପାଇ, କହୁଁ କଥା ସୋଇ ସୁଖଦ ସୁହାଇ, ସାଦର ସୁନେହୁଁ ସୁଜନ ନାନ লাই। ଏଇଟା ଶୁଣିଲେ ଲାଗୁଛି ସତେ ଯେମିତି ଗ୍ରନ୍ଥକାର ନିଜେ ଆମକୁ ପାଠକ ବା ଶ୍ରୋତାଙ୍କୁ କହୁଛନ୍ତି। ସେ କହୁଛନ୍ତି, ମୁଁ ସେଇ ସୁଖ ଦେଲା ଭଳି ଆଉ ସୁନ୍ଦର ସୁହାଇ କଥା କହୁଛି। ହେ ଭଲ ଲୋକମାନେ, ସୁଜନ, ଆପଣମାନେ ଆଦରର ସହିତ ଆଉ ମନ ଲଗେଇ ଏହାକୁ ଶୁଣନ୍ତୁ। ଏଠି ସାଦର ଆଉ ମନ লাই ଏ ଦିଟା ଶବ୍ଦର କିଛି ବିଶେଷ ଗୁରୁତ୍ୱ ଅଛି ବୋଧେ? ଅବଶ୍ୟ ଅଛି। ସାଦର ମାନେ ଖାଲି ଶୁଣିବା ନୁହେଁ, ବରଂ ଶ୍ରଦ୍ଧା ଆଉ ସମ୍ମାନର ସହିତ ଗ୍ରହଣ କରିବା। ମନ লাই ମାନେ ପୁରା ଏକାଗ୍ର ହୋଇ, ମନକୁ ଏପଟ ସେପଟ ନ କରି ଶୁଣିବା। ହଁ।
ସେତେବେଳେ ଯାଇ ତାର ଅସଲ ପ୍ରଭାବ ଅନୁଭବ ହୁଏ। ସେଇ ଯୋଉ କାମ, ମଦ, ଦମ୍ଭ, ନାଶ ହେବା କଥା କୁହାଗଲା ବା ପରମ ଶାନ୍ତି ମିଳିବା କଥା, ସେସବୁ ସମ୍ଭବ ହୁଏ। ଏଇଟା ଖାଲି ଗପ ଶୁଣିବା ନୁହେଁ, ଏହା ଏକ ସାଧନା। ବାସ୍ତବିକ ଏ କେଇଟା ପଦ ଭିତରେ ହିଁ ଆମେ ସରଜୁ, ଅଯୋଧ୍ୟା ଆଉ ସ୍ୱୟଂ ରାମଚରିତ ମାନସର କେତେ ଗଭୀର ଓ ବ୍ୟାପକ ମହିମା ବିଷୟରେ ଜାଣିଲେ। ଚାଲନ୍ତୁ ଆଜି ଆମେ ଯାହା ସବୁ ଆଲୋଚନା କଲେ ତାର ମୁଖ୍ୟ କଥାଗୁଡ଼ିକୁ ଟିକେ ମନେ ପକାଇଦେବା। ଆମେ ଆରମ୍ଭ କରିଥିଲୁ ସରଜୁ ନଦୀର ପାପନାଶିନୀ ଶକ୍ତିରୁ, ଯାହାର ମହିମା କହିହେବନି। ହଁ, ତାପରେ ଆମେ ଦେଖିଲେ ଅଯୋଧ୍ୟା ପୁରୀର ମହତ୍ତ୍ୱ। କେମିତି ସେଇଟା ଖାଲି ଗୋଟେ ସୁନ୍ଦର ସହର ନୁହେଁ, ବରଂ ମୁକ୍ତି ଦେବାବାଲା, ରାମଙ୍କ ପରମଧାମ ଦେବାବାଲା ଆଉ ସବୁ ମଙ୍ଗଳର ଉତ୍ସବ। ସେ ଚାରିଖାନି ଜୀବଙ୍କ କଥା ବି ଜାଣିଲେ। ଠିକ୍। ଆଉ ଶେଷରେ ଆମେ ପହଞ୍ଚିଲେ ରାମଚରିତ ମାନସର ହୃଦୟରେ। ଜାଣିଲେ ତାର ନାଁ ପଛର ରହସ୍ୟ ଆଉ ସଂସାରର ତାତିରେ ଜଡ଼ୁଥିବା ମନ ପାଇଁ ଏଇଟା କେମିତି ଗୋଟେ ଥଣ୍ଡା ସରୋବର ଭଳି ଶାନ୍ତି ଦିଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଆମେ ତାର ଦିବ୍ୟ ଉତ୍ପତ୍ତି ବିଷୟରେ ଜାଣିଲେ, କେମିତି ସେଇଟା ସ୍ୱୟଂ ଭଗବାନ ଶିବଙ୍କ ମାନସରୁ ଜନ୍ମ ହୋଇଛି, ଆଉ କେମିତି ସେ 3 ପ୍ରକାରର ଦୋଷ, ଦୁଃଖ, ଦାରିଦ୍ର୍ୟ ଆଉ କଳିଯୁଗର ସବୁ ପାପକୁ ନାଶ କରିବାର ଅପାର ଶକ୍ତି ରଖିଛି। ଏଇଟା ବି ବୁଝିଲେ ଯେ ତାକୁ ଶ୍ରଦ୍ଧା ଆଉ ଏକାଗ୍ରତା ସହ ଶୁଣିବା କାହିଁକି ଜରୁରୀ। ଏସବୁ ଜାଣିସାରିଲା ପରେ ମୁଁ ମନରେ ଗୋଟେ କଥା ଆସୁଛି। ଯେତେବେଳେ ଆମେ ଜାଣୁଛେ ଯେ ଏଇ ଗ୍ରନ୍ଥଟା ସାଧାରଣ ନୁହେଁ, ଏଟା ସ୍ୱୟଂ ଶିବଙ୍କ ମାନସରୁ ଆସିଛି, ଆଉ ଏହାର ଉଦ୍ଦେଶ୍ୟ ଖାଲି ମନୋରଞ୍ଜନ ନୁହେଁ, ବରଂ ପାପନାଶ କରିବା, ଶାନ୍ତି ଦେବା, ମୁକ୍ତିର ବାଟ ଦେଖେଇବା, ଏ ଜ୍ଞାନଟା ଆମର ପଢ଼ିବା ବା ଶୁଣିବାର ଅନୁଭୂତିକୁ କେମିତି ପ୍ରଭାବିତ କରିବା କଥା? ଏଇଟା ବହୁତ ଗଭୀର ପ୍ରଶ୍ନ, ଆଉ ଏହାର ଉତ୍ତର ତ ନିଜ ନିଜ ଅନୁଭୂତି ଉପରେ ନିର୍ଭର କରେ। କିନ୍ତୁ ବୋଧହୁଏ ଏହି ଜ୍ଞାନ ଆମକୁ ଆହୁରି ଅଧିକ ଶ୍ରଦ୍ଧା, ଅଧିକ ନମ୍ରତା ଆଉ ଅଧିକ ଏକାଗ୍ରତା ସହ ଏ ଗ୍ରନ୍ଥ ପାଖକୁ ଯିବାକୁ ପ୍ରେରଣା ଦେଇପାରେ। ଭଳି ଗ୍ରହଣ କରିବାର ଭାବନା ଆସିପାରେ। ଆଉ ଏହି ଦୃଷ୍ଟିକୋଣ ନିଶ୍ଚୟ ଆମର ଆଧ୍ୟାତ୍ମିକ ଯାତ୍ରାକୁ ଆହୁରି ଗଭୀର ଆଉ ଅର୍ଥପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ଏହା ଉପରେ ଶ୍ରୋତାମାନେ ନିଶ୍ଚୟ ଭାବିବେ। ନିଶ୍ଚିତ ଭାବରେ। ଆଶା କରୁଛୁ ଆଜିର ଏହି ଆଲୋଚନା ସମସ୍ତଙ୍କ ପାଇଁ କିଛି ନୂଆ ଦୃଷ୍ଟି ଦେଇଥିବ ରାମଚରିତ ମାନସର ଏହି ଅଂଶକୁ ବୁଝିବାର। ଯଦି ଆପଣଙ୍କୁ ଆମର ଏ ପ୍ରୟାସ ଭଲ ଲାଗିଲା, ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ। ହଁ, ଆଉ ଅନ୍ୟ ଶ୍ରଦ୍ଧାଳୁ ବନ୍ଧୁମାନଙ୍କ ସହ ସେୟାର ବି କରନ୍ତୁ। ହଁ, ଯାହାଦ୍ୱାରା ଏହି ଜ୍ଞାନ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ। ଭଗବାନ ଶ୍ରୀରାମଙ୍କ କୃପା ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ। ଶେଷରେ ଆମର ସବୁ ଶ୍ରୋତାଙ୍କୁ ଗୋଟେ ଛୋଟ ଅନୁରୋଧ। ଯଦି ଆଜିର କଥା ଆପଣଙ୍କ ମନକୁ ଛୁଇଁଛି ଆଉ ଆପଣଙ୍କ ମନରେ ଭକ୍ତିଭାବ ଆସିଛି, ତେବେ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ନିଶ୍ଚୟ ଲେଖନ୍ତୁ। ହଁ, ଆମକୁ ବି ଜଣାପଡ଼ିବ। ଆଗକୁ ଆମେ ରାମଚରିତ ମାନସର ପରବର୍ତ୍ତୀ ଅଂଶଗୁଡ଼ିକର ଏମିତି ଗଭୀର ଆଲୋଚନା ନେଇ ପୁଣି ଆସିବୁ। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରହନ୍ତୁ। ଜୟ ଶ୍ରୀରାମ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।